କ୍ଷମତାକୁ ଆସିବାକୁ ହେଲେ କ'ଣ କରିବାକୁ ପଡ଼ିବ, କ'ଣ କହିଲେ କ'ଣ କଲେ ଆଗାମୀ ନିର୍ବାଚନ ଜିତି ହେବ, ରାଜନୈତିକ ନେତାମାନଙ୍କର ଏକମାତ୍ର କାର୍ଯ୍ୟ ହେଇଛି। କ୍ଷମତାସୀନ ବ୍ୟକ୍ତି ନିଜ କ୍ଷମତାକୁ ରଖିବା ପାଇଁ ଯେଉଁ କଥା ଗୁଡ଼ିକୁ କହିଲେ ଏହା ପଛରେ କିଛି ଜନସମର୍ଥନ ତିଆରି କରିହେବ, କିଛି ବୁଦ୍ଧିଜୀବୀଙ୍କୁ ବାନ୍ଧି ରଖି ହେବ, କିଛି ଲୋକଙ୍କୁ ଚୁପ୍ କରିହେବ, ସେସବୁ କଥା କହିବା ପାଇଁ ତାଙ୍କୁ ବୁଦ୍ଧି ଦେଖାଯାଉଥିଲା। ଏବଂ ଭୟ, ମଣିଷର ଲୋଭ ଥିଲା ପର୍ଯ୍ୟନ୍ତ ତାକୁ ଏମିତି 5 ଟଙ୍କିଆ ଚାଉଳ, ତାକୁ ଏମିତି ଏଇ ଭତ୍ତାଟେ ମିଳିଛି ବୋଲି। ତ ଆଦିମ କାଳରୁ ମଣିଷର 2ଟି ଦୁର୍ବଳତା ଅଛି, ଯେଉଁ ଦୁର୍ବଳତା ପାଇଁ କ୍ଷମତାସୀନ ବ୍ୟକ୍ତିମାନେ କ୍ଷମତାକୁ ପାଇବା ବହୁତ ସହଜ ହେଇଯାଉଛି। ଲୋଭାର କରିବା ପାଇଁ କୌଣସି ଉଦ୍ୟମରେ ଆମେ କେହି ନେତାମାନେ ହେଳା କରୁନାହୁଁ। ଯେଉଁ ଯାହାକୁ କିଛି ଲୋଭ ଦେଖେଇ ଦିଅ, ଯଦି ସେ ମୋ ପାଖକୁ ନ ଆସିଲା, ମଣିଷକୁ ଯଦି ଲୋଭ ଦେଖେଇ ଦିଆଯିବ ସେ ତୁମ ନିୟନ୍ତ୍ରଣକୁ ଆସିବ, ନହେଲେ ତାକୁ ଭୟ ଦେଖେଇ ଦିଆଯିବ ଯଦି ସେ ବି ତୁମ ନିୟନ୍ତ୍ରଣକୁ ଆସିବ। ବର୍ତ୍ତମାନ ଉଭୟକୁ ପାରିବ। ସୁପ୍ରିମକୋର୍ଟର ନ୍ୟାୟ ଉପରେ ଆମର ଆଉ ବିଶ୍ୱାସ ନାହିଁ, ବଦଳି ନାହିଁ। ବିଶ୍ୱାସର ସଙ୍କଟ ଘନ ଅନ୍ଧକାରକୁ ଠେଲି ଦେଉଛି। ରହସ୍ୟ ଆଲୋକର ଉନ୍ମୋଚନ ଯଦି ସେଇ ଅନ୍ଧକାରକୁ କିଛି ପରିମାଣରେ ଦୂର କରିପାରିବି, ମୁଁ ଏତିକି କହିପାରୁଛି, କାଲି କ'ଣ ହେବ ମୁଁ ଜାଣେ ନାହିଁ। କିନ୍ତୁ ଯଦି ମୋର କହିବା କଥା